ଫାଷ୍ଟ ଥରକ ତାଙ୍କର ଯୋଉ ପଇସା ପାଇଁ ଡିସ୍ପ୍ୟୁଟ ହେଇଥିଲା ତାଙ୍କ ଜିମ୍ ରେ ସତ୍ୟବିହାରରେ ସିଏ ଯୋଉ ପଇସା ପତ୍ର ଖର୍ଚ୍ଚ କରୁଥିଲା ଯୋଉ ଦାଣ୍ଡିଆ ନାଇଟ ରେ 40,000 ଟଙ୍କା କିନ୍ତୁ ଦାଣ୍ଡିଆ ନାଇଟ ରେ ଖର୍ଚ୍ଚ କଲା ସେ 40,000 ଆଉ ଗୋଟେ କଣ ଏମିତି ମିଶିକି ତାର 60-70 ହଜାର ହଉଥିଲା। ତାକୁ ଯେତେବେଳେ ପଇସା ପତ୍ର ଅଭାବ ହେଲା ସେ ମାଗିଲା କି ଆଉ ମତେ ବାକି ପଇସା ଟା ଫେରାଅ ଆଉ ମତେ ପଇସା ଟା କାଇଁ ଦଉନ ହିସାବ କର ତେଣୁ ଫାଷ୍ଟ ଥର ସେ ଜିମ୍ ଛାଡି ଦେଇଥିଲା ଫାଷ୍ଟ ଥରକ ହେଲେ ଯଦି କରିବନି ମୁଁ ଜିମ୍ ଛାଡିଦେବି ମୁଁ କାଇଁ ଆଉ କାଟିବି ଇଏ ସିଏ ଏମିତି କରିକି ଛାଡିଥିଲା ତ ସେ ଓମ କୁ କହିଲା କି ଆଉ ଏଟା ବନ୍ଦ ହେଇଯିବ ରହିବାନି ଚାଲ ପଳେଇବା ସେତେବେଳେ କଣ ତା ନା ସେ ଯୋଉ ପିଲାଟା ଲିପୁନ ବି ବୋଧେ ଛୁଟି ନେଇ କୁଆଡେ ପଳେଇଥିଲା ଆଉ ଇଏ ଓମ କୁ ନେଇକି ଗାଁକୁ ପଳେଇ ଆସିଲା କହିଲା କି ଆଉ ଆମର ତ ଆଉ ଗୋଟେ ଜିମ୍ ଅଛି ଅଡ଼ଶପୁର ଜିମ ରେ ତ ଭଲ ଟ୍ରେନର କେହି ନାହାନ୍ତି ତୁ ଟ୍ରେନିଂ ଦେ ସେଠି ଯେତିକି ପଇସା ଦିଆ ହଉଥିଲା ସେତିକି ପଇସା ତ ଦେଇପାରିବିନି ଯେତିକି ଟିକେ କମେଇକି ଯାହା ଦେବି ଆଉ ସେତେବେଳେ ଓମ ର ବାପାଙ୍କର କଣ ଗୋଟେ ଆକ୍ସିଡେଣ୍ଟ ହେଇଥିଲା ନା ଗୋଟେ କଣ ହେଇଥିଲା ଓମ କହିଲା କି ମୋର ଫାଇନାନ୍ସିଆଲ କ୍ରାଇସିସ ରହୁଛି ଆଉ ମୁଁ ରହିବିନି ମୁଁ ଏଠି ଟ୍ରେନିଂ ଦେବିନି ମୁଁ ଯୋଉ କଣ ସେ ଯୋଉ ବାଉଁଶ ଫାଉଁଶ କାମ କରେ ମୁଁ ସେ କାମ କରିବି ମତେ ପଇସା ଦରକାର ଅଛି ସେ କହିକି ଛାଡିଦେଲା ଛାଡିଲା ତ ଛାଡିଲା କଲ୍ କରିକି ଇଆଡେ ସିଆଡେ ଗପିଲା କି ସେ ଗାଁ ରେ ସେ ସତ୍ୟଭାର ପିଲାଙ୍କୁ ବି ସବୁ କଲ୍ କରି କଣ କହିଲା ଆଉ ଜିମ୍ ବନ୍ଦ ହେଇଯିବ ଏଇଟା ସେଇଟା ତ ଯୋଉ ପିଲାମାନେ ସବୁ ପଇସା ଦେଇଥିଲେ ସମସ୍ତେ ଜାଣିଥିଲେ ନା ଓନର ହଉଛି ବୁବୁ ତ ଆକୁ କଲ୍ କରିକି ମାନେ ଆ ସହିତ ଟିକେ ବଚସା କଲେ ଆଉ କେମିତି ଜିମ୍ ବନ୍ଦ କରିଦବ ଏଇଟା ସେଇଟା ପଇସା ଦେଇଛୁ ଫ୍ରଡ କରିଦେଲ ଇଏ କରିଦେଲ ତ ଇଏ ସେଠୁ ନ ଚାହିଁକି ବି ସବୁ ଡିସକ୍ଲୋଜ କରିବାକୁ ବାଧ୍ୟ ହେଲା ତାପରେ ଯେତେବେଳେ ପଚାରିଲେ ଏ କଥା ତକୁ କିଏ କହିଲେ ନା ଓମ ସାର୍ କହିଲେ ଏକରେ ତ ତା ଖରାପ ଟାଇମ ରେ ତାକୁ ଛାଡିକି ପଳେଇଲା ତାପରେ ଗଲା ତ ଗଲା ଆ ବିଷୟରେ ଗପିଲା ତାର ଟିକେ ରାଗ ହେଇଗଲା ତାପରେ ଓମ ଛାଡିଲା ପରେ ବି ଜିମ୍ କୁ ୱାର୍କ ଆଉଟ କରିବାକୁ ଆସୁଥିଲା ମାନେ ଖାଲି ୱାର୍କ ଆଉଟ ସେଉଠୁ ସେଟା ବୁବୁକୁ ସହି ହେଲାନି ମତେ କହିଲା କି ମାମା ଓମ କୁ ଟିକେ ମେସେଜ କରିଦଉ ଟିକେ ଇଂଲିଶ ରେ ଭଲସେ କହିକି କି ଆଉ ସିଏ ଆସିବନି ଜିମ୍ କୁ ୱାର୍କ ଆଉଟ କରିବାକୁ ବି ଆସିବନି ଏଇଟା କରିବାକୁ ଆସିବନି ତାପରେ ସେଠୁ ପ୍ରଦୀପ ସାର୍ ଯୋଉ ତାକୁ ମିଟିଂ ଡକେଇଲେ କହିଲେ କି ଆଉ ତମ ଜିମ୍ ତମେ ଛାଡିଦେଲେ କେମିତି ହବ ଏମିତି ପେସେଣ୍ଟ କାଇଁ ହଉଛୁ ପଇସା ଆଜି ନହେଲେ କାଲି ହିସାବ ହବ ଏଇଟା ସେଇଟା ତାକୁ ଏମିତି ବୁଝିଲେ ତାକୁ ଆଣିକି ପୁଣି ଜିମ ରେ ପୁରେଇଲେ ତ ଇଏ ଯେତେବେଳେ ଜିମ ରେ ପଶିଲା ଓମ କୁ ସେଠି ଟ୍ରେନର ହିସାବରେ ରଖିଲାନି ମେ ବି ସେବେଠୁ ତାର ରାଗ ଥିବ ଉପରେ ମୁଁ ଯେତିକି ଭାବୁଛି କି ସେବେଠୁ ରାଗ ଥିବ କି କଣ